ଓକେ। ଦେଖ ଆମେ ଯେତେବେଳେ ଆମେ ଟ୍ରେଡ୍ କରିବା ପୂର୍ବରୁ ଫାଷ୍ଟ ଆମେ ଦେଖିବା ଦରକାର ମାର୍କେଟର ଷ୍ଟ୍ରକ୍ଚର କଣ ଅଛି। ଲାଇକ୍ ମାର୍କେଟ ଆମେ ଯୋଉ ମାର୍କେଟ ତିନି ପ୍ରକାର ଷ୍ଟ୍ରକ୍ଚର ମାର୍କେଟ ଅଛି, ଯୋଉଟା କି ଆମେ ଯଦି ଆମେ ତିନି ପ୍ରକାର ଯୋଉଟା କି ବୁଲିଶ ବିୟରିଶ ଆଉ ଗୋଟେ ଚପି ମାର୍କେଟ ବା ତାକୁ ସାଇଡୱେ ମାର୍କେଟ କୁହନ୍ତି। ସାଇଡୱେଜ। ଠିକ ଅଛି। ବୁଲିଶ ମାର୍କେଟ ଆମେ କାହାକୁ କହିବା? ବୁଲିଶ ଯୋଉଟା ମାର୍କେଟ ଅପ୍ ଯୋଉଟା ଟ୍ରେଣ୍ଡ ଥିବ। ଅପଟ୍ରେଣ୍ଡ ଥିବ, ବୁଲିଶ ବା ଅପଟ୍ରେଣ୍ଡ ଯୋଉଟା ଅଛି ଗୋଟେ ହାଇ ବନେଇବ, ପୁଣି ଲୋ ବନେଇବ, ପୁଣି ହାଇ ହୁଁ ବନେଇବ, ପୁଣି ଲୋ ବନେଇବ, ପୁଣି ହାଇ ବନେଇବ, ପୁଣି ଲୋ ବନେଇବ, ପୁଣି ହାଇ ବନେଇବ। ଏଟାକୁ ଆମେ ଅପଟ୍ରେଣ୍ଡ ମାର୍କେଟ କହିବା। ଏଟାକୁ କାହିଁକି ଆମେ ଅପଟ୍ରେଣ୍ଡ ମାର୍କେଟ କହିବା? ଅପୱାର୍ଡ ମାର୍କେଟର ମୁଭମେଣ୍ଟ। ହଁ, ଯେତେବେଳେ ଯେତେବେଳେ ମାର୍କେଟରେ ଆମର ଗୋଟେ ହାୟର ହାଇ ବ୍ରେକ୍ ହୁଏ, ଦେଖ ହାୟର ହାଇ ବ୍ରେକ୍ ହୁଏ ମିନ୍ସ ଦେଖ ଏଇଟା ଆମର ହାଇ ଥିଲା ଏବେ, ଏଇ ଯୋଉ ଜାଗାଟା ଆମର କଣ ଥିଲା, ଏଇ ଏରିଆଟା ଆମର ହାଇ ଥିଲା, ହୁଁ ଏଇଟା ଆମର ହାଇ ଥିଲା, ଏଟାକୁ ବି ଆମେ ହାୟର ହାଇ କହିପାରିବା। ହୁଁ। ଠିକ ଅଛି। ଏଇଟା ଆମର ହାୟର ହାଇ ଥିଲା। ଏଇ ହାୟର ହାଇ ଯେତେବେଳେ ବ୍ରେକ୍ ହେଲା ପୁଣି ଗୋଟେ ନ୍ୟୁ ହାୟର ହାଇ ବନିଲା। ଏଇ ବିଲକୁଲ। ହାୟର ଯୋଉ ହାୟର ହାଇ କି ବନେଇଲା କିଏ, ପୁsh ଯୋଉ ପୁsh ଟା ଆସିଲା କୋଉଠୁ ଆସିଲା, ଏଇଟା ଲୋ ରୁ ଆସିଲା। ତାହେଲେ ଏଇ ହୁଁ। ଲୋ ଟା ଏବେ କଣ ହବ? ହାୟର ସେଇଟା ହଉଛି ଲୋୟର ଲୋ। ଏଇଟା ଏଇଟା ହବ ଆମର କଣ ହବ? ଏଇଟା ଆମର ହବ ହାୟର ହାଇ। ହାୟର ହାଇ କି ଯିଏ ବନେଇଛି, ଯୋଉ ପୁsh ଟା ଯାଇଛି ହାୟର ହାଇ, ହୁଁ ହୁଁ। ତାକୁ କହିବା ଆମେ ହାୟର ଲୋ। ହାୟର ଓକେ। ଲୋ। ହାୟର ଲୋ ଯୋଉଠୁ ଯାଇ ସେଟା ହାୟର ଲୋ। ଓକେ। ହାୟର ହାଇ, ହାୟର ଲୋ। ହାୟର ଲୋ। ଠିକ ଅଛି। ତାପରେ ଏଇ ଯୋଉ ହାୟର ହାଇ ହାୟର ଲୋ ଭିତରେ ମାର୍କେଟ ଯାହାବି ଯେ ଆମର ଯାହାବି ଷ୍ଟ୍ରକ୍ଚର ବନେଇବ, ମନେକର ଏଇ ହାୟର ହାଇ ଆଉ ହାୟର ଲୋ ଭିତରେ ମାର୍କେଟ ଏମିତି 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 ହଉଛି, ଯେପର୍ଯ୍ୟନ୍ତ ହାୟର ହାଇ କି ବ୍ରେକ୍ କରିନି ସେ ପର୍ଯ୍ୟନ୍ତ ନ୍ୟୁ ହାୟର ହାଇ ବନିବନି। ବୁଝିପାରିଲି। ଠିକ ଅଛି। କି ହୁଁ ଯେପର୍ଯ୍ୟନ୍ତ ହାୟର ଲୋ କୁ ବ୍ରେକ୍ କରିନି ସେ ପର୍ଯ୍ୟନ୍ତ ମାର୍କେଟ ଷ୍ଟ୍ରକ୍ଚର ଚେଞ୍ଜ ହବନି। ହୁଁ। ଠିକ ଅଛି। ତାହେଲେ ମାର୍କେଟ ଷ୍ଟ୍ରକ୍ଚର କେତେବେଳେ ଚେଞ୍ଜ ହବ? ଯେତେବେଳେ ଆଇଦର ହାୟର ହାଇ ବ୍ରେକ୍ ହବ ନହେଲେ ହାୟର ଲୋ ବ୍ରେକ୍ ହବ। ଲୋ ବ୍ରେକ୍। ଠିକ ଅଛି। ହୁଁ ଯେପର୍ଯ୍ୟନ୍ତ ହାୟର ହାଇ ବ୍ରେକ୍ ହେଇନି କି ହାୟର ଲୋ ବ୍ରେକ୍ ହେଇନି ସେ ପର୍ଯ୍ୟନ୍ତ ମାର୍କେଟର ଷ୍ଟ୍ରକ୍ଚର ଯାହା ଅଛି ସେଇଆ ରହିବ। ଯଦି ସେୟାର। ଏବେ ଆମେ କହିବା ମାର୍କେଟ ହାଇ ହାୟର ହାଇ ଅଛି ହାୟର ଲୋ ଅଛି, ତେଣୁକରି ହାୟର ହାଇ ବ୍ରେକ୍ ହେଇନି। ଯେତେବେଳେ ହୁଁ। ଏଇ ହାୟର ହାଇ ଟା ବ୍ରେକ୍ ହଉଛି, ତାହେଲେ କଣ ନ୍ୟୁ ହାୟର ହାଇ ଗୋଟେ ବନିଲା। ତାହେଲେ ଏଇ ବିଲକୁଲ। ହାୟର ହାଇ ଟା କଣ ହେଇଗଲା, ଷ୍ଟ୍ରକ୍ଚର ଚେଞ୍ଜ ହେଇଗଲା। ଏଇ ହାୟର ଚେଞ୍ଜ ହାଇ ଟା ହେଇଗଲା। ଏଇଠି ଏବେ ହେଇଗଲା। ଏବେ ହୁଁ। ନେକ୍ସଟ ଆମର ନ୍ୟୁ ହାୟର ହାଇ କୋଉଟା ହେଲା, ଏଇଟା ଆମର ନ୍ୟୁ ହାୟର ହାଇ। ଉପରକୁ ପଳେଇଲା। ନ୍ୟୁ ହାୟର ହାଇ, ଏଇ ନ୍ୟୁ ହାୟର ହାଇ ଯୋଉ ହେଲା, ୟାର ହୁଁ। ଲୋ କୋଉଟା ହବ? ହାୟର ଲୋ ତା ତା ତଳଟା ହବ। ଏଇଟା ହବ। ହଁ ବେଶ। ଠିକ ଅଛି। ଦେଖ ପୁଣି ଯେତେବେଳେ ଏଇ ହାୟର ହାଇ ବ୍ରେକ୍ ହବ, ପୁଣି ହୁଁ ନ୍ୟୁ ହାୟର ଏଇଟା ଆମର ହାୟର ହାଇ ହେଇଗଲା। ହୁଁ। ଠିକ ଅଛି। ତାହେଲେ ଏଇଟା ଆମର ତାପରେ ହବ ହାୟର ଲୋ। ହାୟର ଲୋ। ଓକେ। ବୁଝିପାରିଲ? ଦିଟା ଜିନିଷ ମନେ ରଖିବ। ଗୋଟେ ହାୟର ହାଇ ଯେତେବେଳେ ମାର୍କେଟ ଅପ୍ ଟ୍ରେଣ୍ଡ ଥିବ, ହୁଁ ମାର୍କେଟ ଆମର ଅପ୍ ଟ୍ରେଣ୍ଡ ଥିବ, ସେତେବେଳେ ଆମେ ହାୟର ହାଇ ଆଉ ହାୟର ଲୋ, ହାୟର ହାଇ ବ୍ରେକ୍ ହେଲେ ହୁଁ ଏଇଠି ଲେଖି ଦଉଛି, ଯେତେବେଳେ ହାୟର ହାଇ ବ୍ରେକ୍ ହବ, ହୁଁ ହାୟର ହାଇ ଯେତେବେଳେ ବ୍ରେକ୍ ହବ, ସେତେବେଳେ ନ୍ୟୁ ହାୟର ହାଇ ଗୋଟେ ବନିବ। ହୁଁ। ନ୍ୟୁ ହାୟର ହାଇ ବନିବ। ହାୟର ହାଇ। ଠିକ ଅଛି। ହୁଁ। ଯେପର୍ଯ୍ୟନ୍ତ ହାୟର ହାଇ ବ୍ରେକ୍ ହେଇନି ସେ ପର୍ଯ୍ୟନ୍ତ ନ୍ୟୁ ହାୟର ହାଇ ବନିବନି। ଠିକ ଅଛି। ଓକେ। ଯଦି ଯଦି ହାୟର ଲୋ ବ୍ରେକ୍ ହେଲା, ଠିକ ଅଛି, if ଯଦି ହାୟର ଲୋ ବ୍ରେକ୍ ହେଲା, ତାହେଲେ କଣ ହବ? ହାୟର ଲୋ। ଠିକ ଅଛି। ଯଦି ହାୟର ଲୋ ବ୍ରେକ୍ ହେଲା ତାହେଲେ କଣ ହବ? ତାହେଲେ ଏଇ ହାୟର ହାଇ ର ଏଇଟା ହଉଛି ହାୟର ଲୋ। ହୁଁ ଠିକ ଅଛି। ହୁଁ। ମାର୍କେଟ ଏବେ କଣ କଲା? ମାର୍କେଟ ଏଇଠି ଉପରକୁ ନ ଯାଇକି ମାର୍କେଟ ଏବେ କଣ କଲା? ମାର୍କେଟ ଏମିତି ମୁଭ କରୁଥିଲା, ଏମିତି ତଳକୁ ଆସିଲା। ତଳକୁ ଆସିଲା। ଠିକ ଅଛି। ଏତିକି ପର୍ଯ୍ୟନ୍ତ ଆସିଛି। ତାହେଲେ ମତେ ଏବେ କୁହ, ମାର୍କେଟ ଯେ ଅପ୍ ଟ୍ରେଣ୍ଡ ଅଛି ନା ଡାଉନ୍ ଟ୍ରେଣ୍ଡ ଅଛି? ଏବେ ହାୟର ଲୋ ଟା କହୁଛି, ଯେହେତୁ ତାର ହାୟର ଲୋ ଟାକୁ ବ୍ରେକ୍ କଲା ତ ମାର୍କେଟ ଡାଉନ ଟ୍ରେଣ୍ଡ ବିୟରିଶ ଆସିଲା। ଏବେ ମାର୍କେଟ ହାୟର ଲୋ କଣ ବ୍ରେକ୍ କରିଛି? ଆଚ୍ଛା। ନେକ୍ସଟ ନା କରିଛି କି? ହାୟର ଲୋ, ହଁ ନା ହାୟର କରିନି। ଲୋ ବ୍ରେକ୍ କଲା ନା। ତେଣୁକରି ହାୟର ଲୋ କୁ ଯେପର୍ଯ୍ୟନ୍ତ ବ୍ରେକ୍ କରିନି ସେ ପର୍ଯ୍ୟନ୍ତ ଡାଉନ୍ ଟ୍ରେଣ୍ଡ ହବନି। ଏବେ ହାୟର ଲୋ କୁ ଏବେ ବ୍ରେକ୍ କଲା। ହୁଁ ହୁଁ। ଠିକ ଅଛି। ତାହେଲେ ଡାଉନ ଟ୍ରେଣ୍ଡ। ଓକେ। ଯେତେବେଳେ ହାୟର ଲୋ ଟା ବ୍ରେକ୍ ହବ, ସେତେବେଳେ କଣ ବନିବ ସେଇଠି ଆମର? ଯେତେବେଳେ ହାୟର ଲୋ ବ୍ରେକ୍ ହବ, ସେତେବେଳେ ଆମର ବନିବ କଣ? ଲୋୟର ଲୋ। ଡାଉନ୍ ଟ୍ରେଣ୍ଡ ହେଇଗଲା। ଯେତେବେଳେ ହୁଁ ଡାଉନ୍ ଟ୍ରେଣ୍ଡ ହେଇଗଲା, ଆମର ଯୋଉ ଏଇ ହାୟର ହାଇ ଟା ବ୍ରେକ୍ ହେଲା, ହୁଁ ବ୍ରେକ୍ ହେଲା, ବ୍ରେକ୍ ହେଲା ପରେ ଏଇ ଯୋଉ ହାୟର ଲୋ ବ୍ରେକ୍ ହେଲା, ବ୍ରେକ୍ ହେଇ ପୁଣି ଧର କଣ୍ଟିନ୍ୟୁସ୍ ଚାଲିଲା। ତାହେଲେ ହୁଁ ହାୟର ଲୋ ଯେତେବେଳେ ବ୍ରେକ୍ ହେଲା, ତାହେଲେ ଏଟା ଡାଉନ୍ ଟ୍ରେଣ୍ଡ ହେଇଗଲା।
ତାହେଲେ ହୁଁ। ଡାଉନ ଟ୍ରେଣ୍ଡ ହେଇଗଲା, ଏଇଟା କଣ ହବ? ଏଇଟା ହବ ଆମର ଲୋୟର ଲୋ। ଲୋୟର ଯଦି ଲୋ। ଜାଗାଟା, ଏଇଟା ଆମର ହାୟର ଲୋ ଟା ବ୍ରେକ୍ ହେଇଥିଲା, ଏଇଠି ହାୟର ହୁଁ ହାୟର ଲୋ ଥିଲା। ଏବେ ହୁଁ। ହାୟର ଲୋ ଯେତେବେଳେ ବ୍ରେକ୍ ହେଲା, ଏଇଠି ଏଇଟା ଆମର ହେଇଗଲା କଣ? ଏଇଟା ଏଇଟା ଆମର ଲୋୟର ହେଇଗଲା ଲୋୟର ଲୋ। ଏଇଟା ଆମର ହେଇଗଲା ଲୋୟର ଲୋ। ଲୋୟର ଲୋ। ଠିକ ଅଛି। ହୁଁ ଏଇଟା ଆମର ହେଇଗଲା ଲୟର। ଏଇ ଲୟର ଲୋ କୁ, ଏଇ ଯୋଉ ଲୟର ଲୋ ଆମର ଏଠି ବନିଲା, ଲୟର ଲୋ କୁ ଯିଏ ବନେଇଛି, ଯୋଉ ପୁଷ୍ଟ ଟା ବନେଇଛି, ସେଇ ପୁଷ୍ଟ ଟା ଆମର କଣ ହବ? ଲୟର ହାଇ। ତାହେଲେ ଏଇ ଲୟର ଲୋ କୁ ବନେଇଛି କିଏ? ଏଇ ପୁଷ୍ଟ ଟା ବନେଇଛି। ଏବେ ସେଇଟା ହେଇଥିଲା ଲୋୟର ତାହେଲେ ଆମର ଏଇଟା ହେଇଯିବ ଲୟର ହାଇ। ହାଇ। ଲୟର ହାଇ। ଠିକ ଅଛି। ହୁଁ। ତାହେଲେ ଆମର ଯେତେବେଳେ ହାୟର ଲୋ ଟା ବ୍ରେକ୍, ହାୟର ଲୋ ଟା ବ୍ରେକ୍ ହବ, ତାହେଲେ କଣ ବନିବ? ଆମର ଲୟର ଲୋ ବନିବ। ନ୍ୟୁ ଲୋୟର ଲୋ ବନିବ। ଲୟର ଲୟର ଲୋ ବନିବ। ହୁଁ ଠିକ ଅଛି। ତାପରେ ଏବେ, ଏବେ କଣ ହବ? ମାର୍କେଟ ମନେକର, ମାର୍କେଟ ଏବେ ଏଇଟା ଆମର ଲୋୟର ଲୋ ଏଇଟା, ତାହେଲେ ଏବେ କଣ? ମାର୍କେଟ ଏଇଟା ଯୋଉ ହାୟର ହାଇ ଏଇଟା ଯୋଉ ଥିଲା, ଏବେ କଣ ହୁଁ। ଏଇଟା ଚେଞ୍ଜ ହେଇଗଲା। ଏଇ ଯୋଉ ଚେଞ୍ଜ ହାୟର ହାଇ ହେଇଗଲା। ଥିଲା, ହାୟର ହାଇ ଏବେ ଚେଞ୍ଜ ହେଇଗଲା। ଚେଞ୍ଜ ଆଉ ଏଇ ହେଇଗଲା। ଯୋଉ ହାୟର ଲୋ ଥିଲା, ଏବେ ଇଏ ହାଇ ଲୋ ବି ଚେଞ୍ଜ ହେଇଗଲା। ଏବେ ଚେଞ୍ଜ ଏବେ ହେଇଗଲା। ମାର୍କେଟ ଯଦି ଏବେ ପଚାରି, ମାର୍କେଟ ଅପ୍ ଟ୍ରେଣ୍ଡ ଅଛି ନା ଡାଉନ୍ ଟ୍ରେଣ୍ଡ ଅଛି? କଣ ଅଛି ଏବେ? ଏବେ ଡାଉନ ଟ୍ରେଣ୍ଡ ଅଛି। ଡାଉନ୍ ଟ୍ରେଣ୍ଡ ଅଛି। ତାପରେ ମାର୍କେଟ ମନେକର ଏବେ, ମାର୍କେଟ ମନେକର ଏବେ ହେଇଥିଲା, ଏବେ ପୁଣି ଏମିତି ଗଲା, ଏମିତି ଆସିଲା। ଏବେ କଣ ମାର୍କେଟ ହେଲା? ଏବେ ଲୋୟର ଅପ୍ ଟ୍ରେଣ୍ଡ ନା ଲୋଟାକୁ ଡାଉନ୍ ହଉଛି ଟ୍ରେଣ୍ଡ? ଏଇଟା ହଉଛି ବର୍ତ୍ତମାନ ତ କହିହବନି ଯେ ପର୍ଯ୍ୟନ୍ତ ଆଉ ଗୋଟେ ରିଟେଷ୍ଟ ନ ନେଇଛି। ହଁ, ଏବେ କରେଣ୍ଟ ସିନାରୀର କଣ? ଏବେ ହୁଁ। ମାର୍କେଟ ଅପ୍ ଟ୍ରେଣ୍ଡ ଅଛି ନା ଡାଉନ୍ ଟ୍ରେଣ୍ଡ ଅଛି? ଏବେ ଏବେ ଅପ୍ ଟ୍ରେଣ୍ଡ ହଉଛି। ନା ନା, ଗୋଟେ ହଉଛି ମାନେ ଏବେ କଣ ଅଛି? ମାନେ ଏବେ ଆମେ ମାର୍କେଟ, ଯଦି ମୁଁ ଆପଣଙ୍କୁ ପଚାରିବି, ବ୍ରେକ୍ କଲା ଏବେକାର ହାୟର। ମାର୍କେଟ ସିନାରିଓ କଣ? ଅପ୍ ଟ୍ରେଣ୍ଡ ନା ଡାଉନ, ବୁଲିଶ ନା ବିୟରିଶ? ଏଇଟା ହଉଛି ବୁଲିଶ ହବ। ବୁଲିଶ କାହିଁକି ହବ? କାହିଁକି ନା ହଉଛି ତାର ହଉଛି ଆମର ହାୟର ଲୋ ଟାକୁ ହଉଛି ବ୍ରେକ୍ କଲା। ଏଇଟା ଦେଖ, ମୁଁ ସେଟା କହୁଛି। ଆମର ଏବେ ଥିଲା ଡାଉନ ଡାଉନ ଟ୍ରେଣ୍ଡ ଥିଲା ଏବେ, ହୁଁ। ଯେପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ଆମର ଲୋୟର ହାଇ ବ୍ରେକ୍ ହେଇନି। ଓକେ। ବୁଝିପାରିଲେ? ଲୋୟର ହାଇ ବ୍ରେକ୍ ହେଇନି। ଲୋୟର ହାଇ ଲୋୟର ହାଇ ବ୍ରେକ୍ ହେଇନି। ହୁଁ ତାହେଲେ ଯେପର୍ଯ୍ୟନ୍ତ ଯଦି ଲୋୟର ହାଇ ବ୍ରେକ୍ ହେଲା, ତାହେଲେ ହୁଁ ଲୋୟର ହାଇ ବ୍ରେକ୍ ହେଲେ କଣ କ୍ରିଏଟ ହବ? ଲୋୟର ହାଇ ଏଇଟା ଥିଲା, ଯଦି ହୁଁ ଏଇଟା ବ୍ରେକ୍ ହେଇଯାଉଛି, ହୁଁ। ତାହେଲେ ମାର୍କେଟ କଣ ହବ? ଅପ୍ ଟ୍ରେଣ୍ଡ ହେଇଯିବ। ଅପ୍ ଟ୍ରେଣ୍ଡ ଲୋୟର ହେଇଛି। ଲୋୟର ହାଇ ଯଦି ବ୍ରେକ୍ ହେଲା, ହୁଁ। ତାହେଲେ ଲୋୟର ହାଇ ବ୍ରେକ୍ ହେଲେ ନ୍ୟୁ ହାୟର ହାଇ ବନିବ। ନ୍ୟୁ ହାୟର ହାଇ ବନିବ। ଓକେ। ଠିକ ଅଛି। ଯଦି ହୁଁ। ଲୋୟର ହାଇ ବ୍ରେକ୍ ହେଲା, ଲୋୟର ହାଇଟା ଏଠି ଯଦି ଆମର ବ୍ରେକ୍ ହୁଏ, ତାହେଲେ କଣ ବନିବ? ନ୍ୟୁ ଏଇଟା ହାୟର ହାଇ ହାୟର ହାଇ ବନିବ। ବନିବ। ନ୍ୟୁ ହାୟର ହାଇ ଆମର ଗୋଟେ ବନିବ। ହୁଁ ତାହେଲେ ଏଇଟା ବନିବ, ଏଇଟା ଆମର ହାୟର ହାଇ ହବ। ଠିକ ହୁଁ। ଅଛି। ଏଇଟା ଆମର ସେଟା ହାୟର ହାଇ ଆଉ ଏଇଟା ହଉଛି। ହାୟର ହାଇ ହବ। ହୁଁ ଯଦି ଯଦି ଆମର ଏଠି ଯଦି ଆମର ଲୋୟର ହାଇ ବ୍ରେକ୍ ନ ହେଇକି ଆମର ଲୋୟର ଲୋ ବ୍ରେକ୍ ହେଲା, ହୁଁ ଲୋୟର ଲୋ ବ୍ରେକ୍ ହେଲା, ହୁଁ। ତାହେଲେ କଣ ବନିବ? ଯଦି ଲୋୟର ଲୋ ବ୍ରେକ୍ ହେଲା, ତାହେଲେ କଣ? ପୁଣି ଗୋଟେ ନ୍ୟୁ ଲୋୟର ଲୋ ବନିବ। ନ୍ୟୁ ଲୋୟର ଲୋ, ମାନେ ବିୟରିଶ ରେ ଚାଲିବ ମାନେ ମାର୍କେଟ। କଣ୍ଟିନ୍ୟୁଏସନ ଚାଲିବ। ହୁଁ। ଠିକ ଅଛି। ଆମର ଯଦି ଲୋୟର ହାଇ ବ୍ରେକ୍ ହେଲା, ତାହେଲେ ନ୍ୟୁ ହାୟର ହାଇ ବନିବ। ନିୟର ଯଦି ହାୟର। ଲୋୟର ଲୋ ବ୍ରେକ୍ ହେଲା, ତାହେଲେ ଗୋଟେ ନ୍ୟୁ ଲୋୟର ଲୋ ବନିବ, ଯୋଉଟା କି ମାର୍କେଟ କଣ୍ଟିନ୍ୟୁଅସ ଚାଲିବ। ହୁଁ ଠିକ ଅଛି। ହୁଁ। ଯଦି ଏଇଟା ଆମର ଲୋୟର ହାଇ ବ୍ରେକ୍ ହଉଛି, ତାହେଲେ ଆମର ମାର୍କେଟ ଷ୍ଟ୍ରକ୍ଚର ଚେଞ୍ଜ ହବ। ମାନେ ଚେଞ୍ଜ ଡାଉନ ହେଇଯିବ। ଟ୍ରେଣ୍ଡ ଥିଲା, ବା ଆମେ ତାକୁ କହିବା ବିୟରିଶ ଥିଲା, ଏବେ ବୁଲିଶ ହବ। ହୁଁ ଯେପର୍ଯ୍ୟନ୍ତ ଲୋୟର ହାଇ ବ୍ରେକ୍ ହେଇନି, ସେ ପର୍ଯ୍ୟନ୍ତ ମାର୍କେଟ ବିୟରିଶ ଅଛି। ହୁଁ ଯେତେବେଳେ ମାର୍କେଟ ଯେ ଆମର ଲୋୟର ହାଇ ଟା ବ୍ରେକ୍ ହେଇଯିବ, ସେତେବେଳେ ହୁଁ। ଆମେ କହିବା ବୁଲିଶ। ଯଦି ମାର୍କେଟ ବୋଲି। ଏଇଠି ବି ଅଛି, ମନେକର ଏପର୍ଯ୍ୟନ୍ତ ଆସିଛି, ହୁଁ ମନେକର ଠିକ ଅଛି, ଏପର୍ଯ୍ୟନ୍ତ ଆସିଛି। ଏପର୍ଯ୍ୟନ୍ତ ଆସିଲା ପରେ ବି ଆମେ ଯଦି ଏବେ ମୁଁ ପଚାରିବି ମାର୍କେଟ ଏବେ କଣ ଅଛି? ଅପ୍ ଟ୍ରେଣ୍ଡ ନା ବୁଲିଶ ଅଛି ନା ବିୟରିଶ ଅଛି? ବିୟରିଶ ଅଛି। ବୁଝିପାରିଲ? ହୁଁ। ଯେପର୍ଯ୍ୟନ୍ତ ଲୟର ହାଇ ବ୍ରେକ୍ ହେଇନି, ସେ ସେ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଆମର
ଅପ୍ ସେମ୍ ଟ୍ରେଣ୍ଡ ହେଇଛି, ଟ୍ରେଣ୍ଡରେ, ସେମ୍ ସେମ୍ ଟ୍ରେଣ୍ଡରେ। ଟ୍ରେଣ୍ଡ ରହିବ। ଯେତେବେଳେ ଆମର ଲୋୟର ହାଇ ବ୍ରେକ୍ ହବ, ନ୍ୟୁ ହାୟର ହାଇ ବନିବ। ସେ ହାୟର ହାଇ, ଯଦି ଏଇଟା ଆମର ହାୟର ହାଇ ବନିଲା, ତାହେଲେ ହୁଁ ইয়াର ଯୋଉ ପୁsh ଟା ଏଇଟା ହବ ହାୟର ଲୋ। ହାୟର लो। ବୁଝିପାରିଲ? ଏବେ ଇଏ ହୁଁ ପୂର୍ବ ଷ୍ଟ୍ରକ୍ଚର ଚେଞ୍ଜ ହେଇଗଲା, ଏଟା ହୁଁ ହାୟର ହାଇ ହେଇଯିବ, ଏଟା ହାୟର ଲୋ ହେଇଯିବ। ହାୟର लो ତେଣୁକରି ଯଦି ହେଇଯିବ। ଲୋୟର ଲୋ ଟା ବ୍ରେକ୍ ହଉଛି, ତାହେଲେ ଆମର ଡାଉନ ଟ୍ରେଣ୍ଡ କଣ୍ଟିନ୍ୟୁଏସନ ହବ। ସେମ କଣ୍ଟିନ୍ୟୁସ୍। ଜିନିଷ ହୁଁ ଯେତେବେଳେ ହାୟର ହାଇ ବ୍ରେକ୍ ହଉଛି, ନ୍ୟୁ ହାୟର ହାଇ ବନିଲା। ହୁଁ ଯେତେବେଳେ ହାୟର ଲୋ ବ୍ରେକ୍ ହେଲା, ଲୋୟର ଲୋ लो ବନିଲା। लो। ହୁଁ ଠିକ ଅଛି, ବୁଝିପାରିଲ? ହୁଁ। ଠିକ ଅଛି। ଏବେ ଆମେ ଷ୍ଟ୍ରକ୍ଚର, ଅଲଗା ଷ୍ଟ୍ରକ୍ଚର ବନଉଛି। ତମେ କହିବ କଣ ମାର୍କେଟ ଅପ୍ ଟ୍ରେଣ୍ଡ ଅଛି ନା ଡାଉନ ଟ୍ରେଣ୍ଡ ଅଛି। ठीक ठीक। ହୁଁ। ଠିକ ଅଛି, ମତେ ଏବେ କୁହ ମାର୍କେଟ ଅପ୍ ଟ୍ରେଣ୍ଡ ଅଛି ନା ଡାଉନ ଟ୍ରେଣ୍ଡ ଅଛି। ଏତେ ବଡଟା ତମେ ଏବେ ପାରିବନି, ମୁଁ ଛୋଟଟେ ଦଉଛି। ମତେ ଏବେ କୁହ ମାର୍କେଟ ଅପ୍ ଟ୍ରେଣ୍ଡ ଅଛି ନା ଡାଉନ ଟ୍ରେଣ୍ଡ ଅଛି। ଏଟା ମାର୍କେଟ ଅପ୍ ଟ୍ରେଣ୍ଡରେ ଅଛି। ଟ୍ରେଣ୍ଡ ଅଛି, କେମିତି ଜାଣିଲ ଅପ୍ ଟ୍ରେଣ୍ଡ ଅଛି ବୋଲି? କାହିଁକି ନା ସେ ଗୋଟେ ହାୟର ହାଇ ଯୋଉ ଫର୍ମେସନ କରିଛି ଫାଷ୍ଟ ହାୟର ହାଇ, ତାକୁ ଏପର୍ଯ୍ୟନ୍ତ ହଉଛି ବିଟ୍ ବି କରିନି, ତାରି ଭିତରେ ସେ ରହୁଛି ମାର୍କେଟ। ଓକେ, ଆମେ ଏବେ ଚେକ୍ କରିବା। ହୁଁ, ତମେ କହିଲ ମାର୍କେଟ ଏବେ ଅପ୍ ଟ୍ରେଣ୍ଡ ଅଛି, ଠିକ ଅଛି। ତାହେଲେ ତମ ଏଠି ଆମେ ଲେଖିଦବା ମାର୍କେଟ, ତମେ କହିଲ ଏଇଟା ଅପ୍ ଟ୍ରେଣ୍ଡ ଅଛି ବୋଲି, ମାନେ ବୁଲିଶ ଅଛି। ଆଜ୍ଞା। ଠିକ ଅଛି, ଆମେ ଦେଖିବା, ଚେକ୍ କରିବା ବୁଲିଶ ଅଛି କି ବେରିଶ ଅଛି। बिल्कुल। ଏବେ ମାର୍କେଟ ଏଇଟା ଥିଲା ହାୟର ହାଇ, हम्म ଏଇଟା ହାଇ ଥିଲା। हम्म, ଏଇଟା ଆମର ଥିଲା ହାୟର ହାଇ, ଏଇଟା ଆମର ଥିଲା ହାୟର ଲୋ। हेलो। ଠିକ ଅଛି, ତା ହାୟର ହାଇ ହାୟର ଲୋ। ଏବେ हाँ, କୋଉଟା ବ୍ରେକ୍ ହେଲା? हायर हाई ब्रेक ହେଲା। ଓକେ, ହାୟର ହାଇ ବ୍ରେକ୍ ହେଲା, ତାର ନ୍ୟୁ ହାୟର ହାଇ କୋଉଟା ହବ? ନ୍ୟୁ ହାयर ହାଇ ତା ଉପରଟା ବି ପୋଜିଶନ ଟା ହେଲା। ହାୟର ହାଇ, ହୁଁ ହାୟର ଲୋ କୁ ଓଲଟା ହବ। ହାयर लो ଏଇଟା ହାୟର, ସେଇଠି। ଓକେ, ଏଇଟା ହବ। ତାପରେ ଏବେ କଣ ହେଲା? ହାୟର ହାଇ ପୁଣି ବ୍ରେକ୍ ହେଇଛି ନା ହାୟର ଲୋ ବ୍ରେକ୍ ହେଇଛି? ହାयर ହାଇ ବ୍ରେକ୍ ହେଇଛି। ହାୟର ହାଇ ବ୍ରେକ୍ ହେଲା, ହାୟର ହାଇ କୋଉଟା? ଏଇଟା। ହୁଁ ତାର ହାୟର ଲୋ କୋଉଟା ହବ? ଉପରକୁ ନେକ୍ସଟ। ଓକେ, ଠିକ ଅଛି। ଏବେ ଏବେ କଣ ବ୍ରେକ୍ ହେଇଛି? ହାୟର ହାଇ ବ୍ରେକ୍ ହେଇଛି, ହାୟର ଲୋ ବ୍ରେକ୍ ହେଇଛି। ହାयर लो ବ୍ରେକ୍ ହେଇଛି। ତାହେଲେ ହାୟର ଲୋ ବ୍ରେକ୍ ହେଲେ, ତାହେଲେ ଏଇଟା କଣ ହବ? ଲୋୟର लो ଫର୍ମେସନ ହବା କଥା। ଓକେ, ଏଇଟା ତାହେଲେ କଣ ହବ? ସେଟା ଲୋୟର ଲୋ। ଲୋ। ହୁଁ ଏଇଟା ଆମର ହେଲା ଲୋୟର ଲୋ। ଯଦି ଏଇଟା ଲୋୟର ଲୋ ହେଲା, ତାହେଲେ ୟାର ଲୋୟର ଲୋ ହେଲେ ଲୋୟର ହାଇ କୋଉଟା ହବ? ଲୋୟର ହାଇ ତାର ଅଫ୍ ଟା ହବ। ନେକ୍ସଟ ଅଫ୍ ଟା। ଲୋୟର ହାଇ କୋଉଟା ହବ? ଏଇଟା। ତାର ଅଫ୍ ଟା। ହାୟର ହାଇ ଏ ତଳଟା ଯୋଉଟା ତାର ଯୋଉ ଲୋୟର ହାଇଟା କୋଉଟା ହବ? ଏ ହବ ନା ବି ହବ? ଏ ହବ। ଏ ହବ। ଏ କାହିଁକି ହବ? କାହିଁକିନା ଫାଷ୍ଟ ଲୋୟର ମାନେ ଲୋୟର ହାଇ ସେଇଟାକୁ ବ୍ରେକ୍ କରିଛି ସେ।
ଆମେ କଣ ପଢିଥିଲେ ଲୟର ହାଇ, ଯେତେବେଳେ ଲୟର ହାଇ ବ୍ରେକ୍ ହେଲା, ଏଇଟା ହାୟର ଲୋ ଟା ବ୍ରେକ୍ ହେଲା। ହୁଁ ହାୟର ଲୋ ବ୍ରେକ୍ ହେଲା ପୁରା ଲୋ ଲୋ ବ୍ରେକ୍ ଲୋ ହେଲା, ଲୟର ଲୋ ହେଲା। ହୁଁ ଲୟର ଲୋ କୁ ଯିଏ ବନେଇଛି, ଯୋଉ ପୁଶ ଟା ହୁଁ ବନେଇଛି, ମାନେ ହୁଁ ଏକ୍ସାମ୍ପଲ, ତ ଲୟର ଲୋ କୁ ବନେଇଛି, କିଏ ବନେଇଛି, ମାନେ ଏକ୍ସାମ୍ପଲ ତମେ ମନେକର ଭାବ, ହାୟର ହାଇଟା ବନେଇଛି ତାକୁ। ଏଇଟା ହଉଛି ଆମର ଲୟର ଲୋ। ଏଇଟାକୁ ହୁଁ ଭାବ, ଏଇଟା ହଉଛି ଆମର ଗୋଟେ ସାପ ହେଲା, ଏଇଟା ହଉଛି ସାପର ମୁଣ୍ଡ ହୁଁ ହେଲା। ହୁଁ ସାପର ମୁଣ୍ଡ ଏଇଟା। ଏଇ ସାପ ମୁଣ୍ଡରୁ ତମେ ଧରି ଧରି ଯିବ, ଠିକ ଅଛି। ହୁଁ ହୁଁ ଯୋଉଠି ଟର୍ନ ହବ, ଫାଷ୍ଟ ଟର୍ନ ଯୋଉଠି ହବ, ହୁଁ ଠିକ ଅଛି। ହୁଁ Sorry, ଏଇଟା ହଉଛି ସାପ ମୁଣ୍ଡ। ସାପ ମୁଣ୍ଡ ଏଇଟା ଧରିକି ଯିବ, ଯୋଉ ଏଇଟା ଗୋଟେ ଟର୍ନ ହେଇଛି, ହୁଁ ଠିକ ଅଛି। ହୁଁ ଟର୍ନ ଏଇଠି ହେଲା, ତାପରେ ଏଇଠୁ ଟର୍ନ ଏଇଠି ହେଇଛି, ଠିକ ଅଛି। ହୁଁ ହୁଁ ତେଣୁକରି ଫାଷ୍ଟ ଟର୍ନ ଯୋଉଟା, ହୁଁ ସେଇଟା ହବ କଣ, ମାନେ ଏଇଠି ଫାଷ୍ଟ ଟର୍ନ କଲା ନା, କୋଉଠି ହୁଁ। ଫାଷ୍ଟ ଟର୍ନ, ଏଇଟା ନା ଏଇଟା, ଏଇଟା ଓ ବିଟା ଏ ବିଟା ନା ବି, ବିଟା। ବି ବି ତାହେଲେ ବି ତାହେଲେ ବିଟା ହବ ଲୟର ଲୋ, ଯଦି ହେଲା ବିଟା ହବ, ସେଇଟା ଏଇଟା ହବ ଲୋୟର ହାଇ। ଲୋଅର ହାଇ। ଏବେ ବୁଝିପାରିଲ? ବୁଝିଲି। ପୁରା ଷ୍ଟ୍ରକ୍ଚର ଦେଖିବା ପାଇଁ ପଡିବ ତାକୁ। ତାହେଲେ ଏଇଟା ଆମର ଏବେ କଣ ହେଲା, ଏଇଟା ଯୋଉ ହାୟର ହାଇ ଥିଲା, ଏଇଟା ଏବେ ଚେଞ୍ଜ ହେଇକି ଏଇଟା କଣ ହେଇଯିବ, ଏଇଟା ହେଇଯିବ, କଣ ହବ, ଏଇଟା ଲୋୟର ଲୋୟର ହାଇ, ଲୋୟର ହାଇ। ହୁଁ ଠିକ ଅଛି। ଏବେ ଏଇଟା ଲୋୟର ହାଇ ହେଇଗଲା। ଏବେ ଲୋୟର ହାଇ ହେଇଗଲା ପରେ, ଏବେ କୋଉଟା ବ୍ରେକ୍ ହେଇଛି କି? ନା ବ୍ରେକ୍ ହେଇନି। ବ୍ରେକ୍ ହେଇଛି କି? ବ୍ରେକ୍ ଲୋୟର ହେଇନି। ହାଇ ନା, ଖାଲି ଲୋୟର ଲୋଟା ବ୍ରେକ୍ ହେଇକି। ତେଣୁକରି ଏବେ ମାର୍କେଟ ଅପ୍ ଟ୍ରେଣ୍ଡ ଅଛି ନା ଡାଉନ୍ ଟ୍ରେଣ୍ଡ ଅଛି? ଏବେ ତ ମାର୍କେଟ ମାନେ ମାନେ ଦେଖାଯାଉଛି ଅପ୍ ଟ୍ରେଣ୍ଡ ର, ବଟ୍ ହୁଁ। ଯଦି ଆମେ ଇଏ ଦେଖିବା ତାହେଲେ ଡାଉନ୍ ଟ୍ରେଣ୍ଡ ଆସୁଛି। ନା ଟେକ୍ନିକାଲ କଣ ଦେଖାଯାଉଛି, ତ ସେମିତି ଦେଖାଯାଉଛି, ଦେଖି ଦେଖି ତ ଆମେ ଲସ୍ କରୁଛନ୍ତି। ଟେକ୍ନିକାଲି ଯେପର୍ଯ୍ୟନ୍ତ କଣ ଅଛି? ଯେପର୍ଯ୍ୟନ୍ତ ଲୋୟର ହାଇ କ୍ରସ୍ କରିନି ସେ ପର୍ଯ୍ୟନ୍ତ ହଉଛି ମାର୍କେଟ ବିୟରିଶ ଅଛି। ଏବେ ବୁଝିପାରିଲ? ହୁଁ ମାର୍କେଟ ହୁଁ ଏବେ କଣ ଅଛି, ବିୟରିଶ। ହୁଁ ତେଣୁକରି ତମେ କଣ କହିଥିଲ, ବୁଲିଶ। ଏବେ ବୁଲିସ୍। ବୁଝିପାରିଲ ଭୁଲ କୋଉଠି ହଁ ହେଲା? ହଁ ହଁ ହଁ। ତେଣୁକରି ମାର୍କେଟ ଷ୍ଟ୍ରକ୍ଚର ଯାହା ଦେଖଉଛି, ଆମେ ସେଇଆ ହିଁ ଦେଖିବା, ଠିକ ଓକେ ଅଛି। ଓକେ। ମାର୍କେଟ ଷ୍ଟ୍ରକ୍ଚର ଅନୁସାରେ ଆମେ ଟେକ୍ନିକାଲି ଯାହା ମାର୍କେଟ ଶୋ କରିବ ଆମକୁ, ସେଇ ଅନୁସାରେ ଆମେ କରିବା, ଠିକ ଅଛି। ହୁଁ ଏବେ ମୁଁ ଆଉ ଗୋଟେ ଷ୍ଟ୍ରକ୍ଚର ବନଉଛି, କହିବ ମତେ। ମାର୍କେଟ ଏବେ କଣ ଅଛି? କଣ ଅଛି ଏବେ? ମାର୍କେଟ ଏବେ ପାସ୍ ତ ହଉଛି ବୁଲିସ୍ ଅଛି। ମାର୍କେଟ ବୁଲିଶ ଅଛି, ଓକେ। ତାହେଲେ ଆମେ ଚେକ୍ କରିବା, ବୁଲିଶ ଅଛି ବିୟରିଶ ଅଛି, ଠିକ ଅଛି। ଓଭରଅଲ୍ ମାର୍କେଟ ବୁଲିଶ ଅଛି ତ କହୁଛ? ହଁ ଓଭରଅଲ୍ ଫାଷ୍ଟ ଯୋଉ ଦିଟା ଷ୍ଟ୍ରକ୍ଚର ଅଛି ତା ଦେହରେ ବୁଲିସ୍, ତାପରେ ନେକ୍ସଟ ହଉଛି ଲୋୟର लो ଫର୍ମେସନ କରିଛି, ବଟ୍ ସେମ୍ ହାୟର ହାଇକି ଟଚ୍ କରିଛି। ମାନେ ମତେ ଓଭରଅଲ୍ ମାର୍କେଟ କୁହ, ଏବେ ମାର୍କେଟ ଓଭରଅଲ୍
ଏବେ ଯୋଉ କରେଣ୍ଟ ମାର୍କେଟରେ ବୁଲିଶ 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 ଅଛି। ବୁଲିଶ ଅଛି ନା ବିୟରିଶ ଅଛି? ବୁଲିଶ ଅଛି। ବୁଲିଶ ଅଛି। ଠିକ ଅଛି। ଆମେ ଚେକ୍ କରିବା ମାର୍କେଟ ବୁଲିଶ ଅଛି ବିୟରିଶ ଅଛି। ଓକେ। ତାହେଲେ ମାର୍କେଟର ହାୟର ହାଇ କୋଉଟା? ଏଇଟା ସେଟା ଫାଷ୍ଟ। ପାଞ୍ଚଟା ହାଇ। ଏଇଟା ହାୟର ହାଇ। ଏଇଟା ଯଦି ହବ ହାୟର ହାଇ, ତାହେଲେ ହାୟର ଲୋ କୋଉଟା ହବ? ତଳ ଏ ବି ସି। କୋଉଟା ହବ ହାୟର ଲୋ କୋଉଟା ହବ? ଏ ହବ ବି ହବ ସି ହବ? ନାଇଁ ଯୋଉଟା ହଉଛି ନୁହଁ, ଫାଷ୍ଟ ଯୋଉଠୁ ଷ୍ଟାର୍ଟ ହେଇଛି ମାର୍କେଟ ଆମେ ସେଇଟା ହଉଛି ହାୟର ଲୋ ହବ। ତ ମୁଁ ସେଥିପାଇଁ ନାଁ ଦେଇଛି, ତମେ ଏ ହବ ନା ବି, ଏ ହବ ନା ବି ହବ ନା ସି ହବ? ଏ ବି ସି ଭିତରୁ କିଛି ହବନି, ଯୋଉଟା ହଉଛି ଫାଷ୍ଟ ଷ୍ଟାର୍ଟ ହେଇଛି ସେଇଠୁ ହବ। ଏଇଟା ହାୟର ହାଇ। ହଁ, ସେ ଓକେ। ସେଇଟା ଯୋଉଠି ଷ୍ଟାର୍ଟ ହେଲା ସେଇଟା ହାୟର ଲୋ ହବ। କେବେ ବୁଝିପାରିଲ? ତାହେଲେ ଏଇଟା ହବ ଆମର ହାୟର ଲୋ। ହାୟର ଲୋ। ତାହେଲେ ବୁଝି ହଉଛି ତ? ହୁଁ ହୁଁ। ଓକେ। ଏବେ କଣ ହେଇଛି ମାର୍କେଟର? ଏବେ ନେକ୍ସଟ ହାୟର ହାଇ ହାୟର ବ୍ରେକ୍ ହାଇକୁ ହେଲା, ସେ କ୍ରସ୍ କରିଛି। କ୍ରସ୍ କଲା, ତାହେଲେ ନେକ୍ସଟ ହାୟର ହାଇ କୋଉଟା ହବ? ତାର ଅପରଟା ଏଇଟା। ସେଇଟା। ଠିକ ଅଛି। ଏଇଟା ଯଦି ହାୟର ହାଇ ହେଲା, ତାହେଲେ ହାୟର ଲୋ କୋଉଟା ହବ? ए और बी और सी। ହାୟର ଲୋ ହବ ହଉଛି ଏ। ए। ଏ କାହିଁକି ହବ? କାହିଁକିନା ନେକ୍ସଟ ହାୟର ଲୋ ତାକୁ କନେକ୍ଟ ଅଛି, ସେଇଠୁ ବୁମ୍ ହେଇଛି ହାୟର ହାଇ। ଓକେ। ତାହେଲେ ନେକ୍ସଟ ଆମର ଏଇଟା ହବ, ଏଇ ହାୟର ହାଇଟା, ହାୟର ଲୋ ସେଟା ହବ। ହାୟର ଲୋଟା ଚେଞ୍ଜ ହେଇଗଲା, ଏଇଟା ହବ ହାୟର ଲୋ। ହାୟର ଲୋ। ଓକେ। ଠିକ ଅଛି। ଏବେ କଣ ହେଇଛି ଏବେ ମାର୍କେଟର? କୋଉଟା ବ୍ରେକ୍ ହେଇଛି? ଏବେ ନେକ୍ସଟ ହଉଛି ହାୟର ଲୋ କୁ ସେ ବ୍ରେକ୍ କରିଛି, ହାୟର ଲୋୟର ଲୋ ଲୋ ବ୍ରେକ୍ କରିଛି। ଫର୍ମେସନ କରିଛି। ତାହେଲେ ଏଇଟା ହବ କଣ ହବ ଆମର? ଲୋୟର ଲୋ, ଉପରଟା ହବ ଲୋୟର ହାଇ। ଲୋୟର ଲୋ ହବ, ଏଇଟା ହବ ଆମର ଲୋୟର ଲୋ। ହୁଁ, ଲୋୟର ହାଇ କୋଉଟା ହବ? ତା ଉପରେ ଯୋଉଟା ଟ୍ରିଗର ହେଇଛି, ଜଷ୍ଟ ଯୋଉଠି ସେ କନେକ୍ଟ ହେଇଛି। କହୁଥିବ ତମକୁ। वन, टू, थ्री। କୋଉଟା ହବ? थ्री ପରେ ଯୋଉ ନେକ୍ସଟ ଯୋଉଟା ଅଛି ସେଇଟା ହବ। ଓକେ, ତାହେଲେ ଏଇଟା ହବ ସେଇଟା ହବ ଲୋୟର ହାଇ। ଠିକ ଅଛି। ତାହେଲେ ଏଇଟା ହବ କହୁଛ ଲୋୟର ହାଇ। lower hand। Okay। लोअर हाई हो, लोअर लो ଠିକ ଅଛି, ତାହେଲେ ଏଇଟା ଚେଞ୍ଜ ହେଇକି ଏବେ ଲୋୟର ହାଇ ଏଇଟା ହେଇଗଲା। लोअर हाई। ଏଇଟା ଯଦି ଲୋୟର ହାଇ ହେଲା, ଏବେ କୋଉଟା ବ୍ରେକ୍ ହେଲା? लोअर हाई ब्रेक है कि पुणे हायर हाई कन्फर्मेशन। ଯେତେବେଳେ ବ୍ରେକ୍ ହେଲା କଣ ହେଇଯିବ? ହାयर ହାଇ ହେଇଯିବ। ହାୟର ହାଇ। ତାହେଲେ ଏଇଟା କଣ ହେଇଯିବ ଏବେ? ଏଟା ହାୟର ଲୋ ହବ। ହାଲୋ। ଓକେ। ଏବେ ହାୟର ଲୋ। ଏବେ ନେକ୍ସଟ ପୁଣି କଣ ହେଇଛି? ନେକ୍ସଟ ହାयर ହାଇ ଫର୍ମେशन କରିଛି। ଓକେ, ନେକ୍ସଟ ଏଇଟା ହେଲା ହାୟର ହାଇ। ହାୟର ହାଇ ହେଲେ ଏଇଟା ହବ କଣ? ଲୋअର ଲୋअର। ହାୟର ଲୋ। ଓକେ। ଏବେ କଣ ବ୍ରେକ୍ ହେଇଛି?
ହାୟର ଲୋ। ହାଇ ଲୋ ବ୍ରେକ୍ ହେଲା ତାହେଲେ ଏଇଟା କଣ ହବ? ଲୋୟର ଲୋ ହବ। लो लो এটা লো লো ହେଲା ତାହେଲେ लो लो এটা ବି ହେଲା। ତାପରେ ନେକ୍ସଟ କୋଉଟା ଚେଞ୍ଜ ହବ? ଆଚ୍ଛା ହାୟର ଲୋ ଟା, ହୁଁ ହାୟର ହାଇଟା ହାୟର ଲୋ ହେଇଯିବ। ଏଇଟା ହେଇଯିବ ହାଇ ଲୋ। ତାହେଲେ ମାର୍କେଟ କଣ ଅଛି, ବୁଲିଶ ଅଛି ନା ବିୟରିଶ ଅଛି? ଏବେ ବିୟରିଶ ହେଇଗଲା। ତମର କେମିତି ବୁଲିଶ ହେଇଥିଲା? ମାନେ ମାର୍କେଟ ଷ୍ଟ୍ରକ୍ଚର ହିଁ ଦେଖା ହଉଥିଲା ସେଇଭଳିଆ ଯେ ହଉଛି ମାନେ ଓକେ। ଏଭ୍ରି ସେଗମେଣ୍ଟରେ ଆମେ ଯଦି ଦେଖିବା ତାହେଲେ ହଉଛି ସେଟା ଲୋୟର ଲୋ କୁ ଆସିଲା। ଏକ୍ଜାକ୍ଟଲି, ସେଥିପାଇଁ ତ ମୁଁ ତମକୁ ୱାନ୍ ବାଇ ଯଦି ୱାନ୍ ଇନିସିଆଲ ପଏଣ୍ଟରୁ ଆମେ ଷ୍ଟାର୍ଟ କରିବା ତାହେଲେ ଇଟ୍ସ ଓକେ, ବଟ୍ ଯଦି ଆମେ ହଉଛି ସେଗମେଣ୍ଟାଲ ଆମେ ଦେଖୁଛନ୍ତି ତାହେଲେ ଏଟା ହଉଛି ବିୟରିଶ ଶୋ କରୁଛି। ଆମେ ଏବେ ମୁଁ ଏବେ ଆପଣଙ୍କୁ ଲାଇଭ ମାର୍କେଟ ନେଇକି ଯିବି, ଆମେ ଲାଇଭ ମାର୍କେଟ ଏବେ ଚେକ୍ କରିବା। ଠିକ ହୁଁ। ଅଛି, ମୁଁ ଏଇଟା ଏଇଟା ତମକୁ ଯୋଉ ଜେନେରାଲି ଆମେ କେତେ ଟାଇମ ଫ୍ରେମ କେତେରେ ହଉଛି ଚେକ୍ କରିବା କଥା ଇନିସିଆଲ? ଡେଲି ୱିକଲି ଡେଲି 4 ଆୱାର ଚେକ୍ ହବ ଆମର। ଓକେ ଓକେ ଓକେ, ତାର ଦେହରେ ଓକେ। ଆମେ ଚାରି ପାଞ୍ଚଟା ସେଗମେଣ୍ଟ ଦେଖିବାର ଅଛି। ହଁ ଆମେ ଏବେ ମୁଁ ତ ଏଟା ଯେ ଏବେ କଣ କି ଆପଣ କଣ ଡାଇରେକ୍ଟ ମାନେ ଲାଇନ ବାରରେ ମୁଁ ତମକୁ ଦେଖେଇଲି, କିନ୍ତୁ ମାର୍କେଟ ୟାଠୁ ଆହୁରି କମ୍ପ୍ଲିକେଟେଡ ଥାଏ। ହୁଁ ଠିକ ଅଛି, କାରଣ ହୁଁ ମାର୍କେଟ ୟାଠୁ ଆହୁରି କମ୍ପ୍ଲିକେଟେଡ ଥାଏ। ଆମେ ମାର୍କେଟ ଦେଖିବା, ମାର୍କେଟରେ ଏବେ ସିନାରିଓ କଣ ଅଛି। ହୁଁ ଠିକ ଅଛି, ଏଇଟା ୱିକଲି ଡାଟା ଏବେ ଅଛି। ହୁଁ ୱିକଲିରେ ଆମେ ଦେଖିବା ଏବେ ମାର୍କେଟ କଣ ଅଛି। ଠିକ ଅଛି, ହୁଁ। ଏବେ ମାର୍କେଟ ମାନଙ୍କର ଏଇଠୁ ଆମେ ଷ୍ଟାର୍ଟ କରିବା। ଠିକ ଷ୍ଟାର୍ଟ ଅଛି, ହବ। ହୁଁ ଏଇଠୁ ଆମେ ଦେଖିବା ଏଇଟା लो, ହୁଁ। ଏଇଟା ଯୋଉଠି ମାନେ ଷ୍ଟ୍ରକ୍ଚର ଦେଖାଉଥିବ ସେଇଟା ଆମେ ଦେଖ ଷ୍ଟ୍ରକ୍ଚର, ଆଉ ଏମିତି ବାସ୍ ବାସ୍। ଷ୍ଟ୍ରକ୍ଚର ଦେଖାଉନ ଛୋଟ ମୋଟ ପୁଲ ବ୍ୟାକ୍ ହେଇଥିବ, ରିଟ୍ରେସମେଣ୍ଟ ହେଇଥିବ, ସେଟା ଆମେ କ୍ୟାଚ୍ କରିବାନି ହେଲା। ଏଟା ଓକେ। लो, ଏଟା लो, ହାଇ, लो, ପୁଣି ଏଠି लो, ହାଇ। ଠିକ ଅଛି, ଏଇଟା ଏଇଠି ଅଛି ହେଲା। ଏଟା ରିସେଣ୍ଟ ମାର୍କେଟ, ରିସେଣ୍ଟ ମାର୍କେଟ। ଏଟା ୟୁରୋ ୟୁଏସଡି ଆମର ଏବେ ରିସେଣ୍ଟ ମାର୍କେଟ ଏଇଟା ଅଛି। ଏବେ ହଁ। ଆମେ ଦେଖିବା ଏଇଟାକୁ, ଏବେ ମାର୍କେଟ ଟ୍ରେଣ୍ଡ କଣ ଅଛି। ଓକେ, ଓକେ। ଏପରି ଏବେ ଦେଖ ମାର୍କେଟ, ଏବେ ଆମେ ଯେ ଏଇଟାକୁ ଚେକ୍ କରିବା ଏବେ ହଁ। ମାର୍କେଟ ତମକୁ କଣ ଲାଗୁଛି, କଣ ଅଛି, ବୁଲିଶ ନା ବିୟରିଶ? ଏବେ ଲାଗୁଛି ହଉଛି ବୁଲିଶ, ହଁ ବୁଲିଶ। ଓକେ, ଆମେ ଚେକ୍ କରିବା ହୁଁ। ମାର୍କେଟ କଣ ଅଛି। ଏଟା ଆମର ହବ ସେଟା ହଉଛି ହାୟର ହାୟର ହାଇ। ଲୋ, ହାୟର ହାଇ। ଏଟା ତଳଟା ହଉଛି ହାୟର ଲୋ। ଠିକ ଅଛି, ଏଇଟା ହୁଁ। ଯଦି ଆମର ହାୟର ହେଇଗଲା ତାହେଲେ ହାୟର ଲୋ ତ ଟା ଏଇଟା ହବ। ହାୟର ଲୋ ଆଜ୍ଞା। ଠିକ ଅଛି, ଏବେ ହାୟର ହାଇ ବ୍ରେକ୍ ହେଲା, ହୁଁ ତାହେଲେ ହାୟର ହାଇ ବ୍ରେକ୍ ହେଲା, ନ୍ୟୁ ହାୟର ହାଇ ବନଲା ଏଇଟା। ଠିକ ଅଛି, ପୁଣି ହୁଁ। ଏଇଟା ବି ହାୟର ହାଇ ବ୍ରେକ୍ ହେଲା, ତାହେଲେ ଏଇଟା ହେଲା ହାୟର ହାଇ। ହୁଁ। ତାହେଲେ ହାୟର ଲୋ କୋଉଟା ହେଲା, ଏଇଟା। ବସ୍। ଏବେ ମାର୍କେଟ ଚେଞ୍ଜ ହେଇଗଲା, ହାୟର ଲୋ ବ୍ରେକ୍ ହେଲା। ହାୟର ହାୟର ଲୋ ଲୋ ବ୍ରେକ୍। ବ୍ରେକ୍ ହେଲା ମାନେ ଏଇଟା ହବ ଆମ କଣ, ଲୋୟର ଲୋ। ଲୋୟର ଲୋ, ଲୋୟର ଲୋ ହବ, ଉପରଟା ଏଇଟା ହଉଛି କଣ ଲୋୟର ହେଇଗଲା, ହାଇ। ହେଇଗଲା ଲୋୟର ଲୋ। ଲୋୟର ଲୋ। लो ହେଇଗଲା, ତାହେଲେ ଏଟା ଏଇଟା ଲୋୟର ବି ହାଇ ଲୋୟର ଲୋ, ହେଇଗଲା। ଏଇଟା ହେଇଗଲା ଲୋୟର ହାଇ। ଲୋୟର ହାଇ। ଠିକ ଅଛି, ହୁଁ। ଏଟା ଏବେ କୋଉଟା ବ୍ରେକ୍ ହେଇଛି, ଲୋୟର ଲୋ ବ୍ରେକ୍ ହେଇଛି ନା ଲୋୟର ହାଇ ବ୍ରେକ୍ ହେଇଛି? ଲୋୟର ଲୋ ବ୍ରେକ୍ ହେଇଛି। ଲୋୟର ଲୋ ବ୍ରେକ୍ ହେଇଛି, ଲୋୟର ଲୋ ଯଦି ବ୍ରେକ୍ ହେଲା ତାହେଲେ କଣ ହବ, ନ୍ୟୁ ଲୋୟର ଲୋ ଏଇଟା। ନ୍ୟୁ ଲୋ, ହଁ ନ୍ୟୁ ଏଇଟା ଲୋୟର ଲୋ। ଲୋ, ତାହେଲେ ଏଇଟା ଯଦି ଲୋୟର ଲୋ ହେଲା ତାହେଲେ ଲୋୟର ହାଇ କୋଉଟା ହବ, ଏଇଟା। ସେଇଟା ହବ। ଏବେ ପୁଣି କଣ ହେଇଛି, ଆମର ଲୋୟର ଲୋୟର ହାଇ ବ୍ରେକ୍ ହେଇଯାଇଛି। ଲୋୟର ହାଇ ବ୍ରେକ୍ ହେଇଛି, ଲୋୟର ହାଇ ତ ବ୍ରେକ୍ ହେଲା, କଣ ହବ ଆମର, ଏଇଟା କଣ ହାୟର ହବ, ହାଇ। ଏଇଟା ହେଇଗଲା ଆମର ହାୟର ହାୟର ହାଇ। ହାଇ। ଏଇଟା ତ ହାୟର ହାଇ ହେଇଗଲା, ତାହେଲେ ଏଇଟା କଣ ହେଇଯିବ, ହାୟର ଲୋ। ହାୟର ଲୋ। ଠିକ ଅଛି, ଏବେ ହୁଁ। ପୁଣି ହାୟର ହାଇ ବ୍ରେକ୍ ହେଇଛି, ହୁଁ। ହାୟର ହାଇ ବ୍ରେକ୍ ହେଇଛି, ଏଇଟା ବ୍ରେକ୍ ହେଇକି ପୁଣି ଉପରକୁ ଯାଇଛି। ହୁଁ। ଠିକ ଅଛି, ତାହେଲେ ଏଇଟା ହେଇଗଲା ନେକ୍ସଟ ହାୟର ହାଇ ଏଇଟା। ନେକ୍ସଟ ହାୟର ହାଇ। ତାହେଲେ ଏଇଟା ଯଦି ହାୟର ହାଇ ହେଲା, ତାର ତା କୋଉଟା ହବ, ଉପରଟା ହଉଛି ହାୟର ଲୋ ହବ। ହୁଁ। ହାୟର ହାଇ ହବ। ହୁଁ। ତାହେଲେ ବଟ୍ ଆମର ଏବେ ଏବେ ବ୍ରେକ୍ ମାର୍କେଟ ଅଛି କଣ, ବୁଲିଶ ଅପ୍ ଅଛି। ଟ୍ରେଣ୍ଡ ଦେଖ ବୁଲିଶ।
ମାର୍କେଟ ଏବେ ବୁଝିପାରିଲ? ହଁ। ଦେଖ ମାର୍କେଟ ହାଇ ଲୋ ହାଇ, ପୁଣି ଆଉ ଲୋ, ଏଟା ଗୋଟେ ଚପି ମାର୍କେଟ ଅଛି, ଏଟା ହାଇ ଅଛି, ଏଟା ଲୋ ଅଛି। ହୁଁ ଠିକ ଅଛି। ହୁଁ ମାର୍କେଟ ଏଇ ହାଇ ଲୋ ଭିତରେ ଏବେ ମୁଭମେଣ୍ଟ କରୁଛି। ଏଇଟା ମୋମେଣ୍ଟ। ଆମର ଏବେ କରେଣ୍ଟ ମାର୍କେଟ ଆମେ ଦେଖିବା। ଏଇଟା ଆମର ଅଛି। ସବୁବେଳେ ଆମେ ବଡି କାଉଣ୍ଟ କରିବା, ଠିକ ଅଛି। ହୁଁ ଆମେ ହୁଁ ୱିକ୍ କାଉଣ୍ଟ କରିବାନି। ହୁଁ। ଆମର ବଡି କାଉଣ୍ଟ କରିବା। ଏଇଟା ହାଇ, ହାଇ ହାଇ ଲୋ। ହାଇ लो ସେ ଉପରଟା ହଉଛି ହାଇ। ଠିକ ଅଛି, ବୁଝିପାରିଲ? ହୁଁ। ଏବେ ଦେଖ, ନା ହାୟର ହାଇ ବ୍ରେକ୍ ହେଇଛି, ନା ହାୟର ଲୋ ବ୍ରେକ୍ ହେଇଛି। ହାଇ लो ବ୍ରେକ୍ ହେଇଛି। ଓକେ, ଏବେ ବୁଝିପାରିଲ ତ ମୁଁ କାହିଁକି ତମକୁ କେତେ ବିଲକୁଲ ଷ୍ଟ୍ରକ୍ଚର ବିଲକୁଲ। ଦେଖଉଥିଲି? ହୁଁ। ଆଉ ଏଇଟା ତମେ ବୁଝିଗଲେ ତମେ ମାର୍କେଟ ଷ୍ଟ୍ରକ୍ଚର ବନେଇ ପାରିବ। ମାର୍କେଟରେ ଏବେ ମାର୍କେଟ କରେଣ୍ଟ ସିନାରିଓ କଣ ଅଛି? ମାର୍କେଟ ଆଚ୍ଛା। ବୁଲିଶ ଅଛି ନା ବିୟରିଶ ଅଛି? ଆମେ ଆଚ୍ଛା ୱିକଲି ଆମେ ଦେଖିବା। ଆମେ ଆମେ ଯେତିକି ହଉଛି କହିଲେ କି ଏତିକି ଯୋଉ ଆମେ ପୁରା ଦେଖିଲେ, ଆମେ ଇନିशिଆଲ ବେସିସରେ ସେଇଠି ଯୋଉ ଖାଲି ସେଇ ଯୋଉ ଟ୍ୟାଗଟାରେ କରିକି ଆମେ କରିପାରିବା କି ହାୟର ହାୟର लो, ନା ପୁରା ସ୍କ୍ରିନରେ ଯେତିକି ଆସୁଛି ତାକୁ ଦେଖିକି ଆମେ ବନେଇବା? ଆମେ ଓଭରଅଲ ଗୋଟେ ଷ୍ଟ୍ରକ୍ଚର ଦେଖିବା। ଏମିତି ତମେ ବି ଏବେ ତ ମୁଁ ନର୍ମାଲ ତମକୁ, ଯେହେତୁ ତମେ ବିଗନର ଅଛ, ସେଥିପାଇଁ ତମକୁ ଏବେ ମାନେ ଅଳ୍ପ ନେଇ ସବୁ କରେଇଲି। ଜଣ। କିନ୍ତୁ ହୁଁ ଯେତେବେଳେ ଟ୍ରେଡିଂ କରିବା ପାଇଁ ତମେ ମାର୍କେଟରେ ବସିବ, ସେତେବେଳେ ଓଭରଅଲ ଦେଖିବାକୁ ପଡିବ। ହୁଁ ଓଭରଅଲ କଣ ଅଛି ମାର୍କେଟ, ଏମିତି ପୁରା ଜୁମ ଇନ ଜୁମ ଆଉଟ କରିକି ହୁଁ ଦେଖିବ ଡାଉନ ଅଛି, ଡାଉନ ଅଛି, ଏଠୁ ଡାଉନ ଅଛି। ଏବେ ତାହେଲେ ଏଇଠୁ ଡାଉନ ଅଛି, ଏଟା ହୁଁ ତଳକୁ ଆସିଲେ ଡାଉନ। ତାହେଲେ ଏଇଠୁ ହୁଁ। ଆମେ ଏବେ ଦେଖିବା କଣ ଅଛି ମାର୍କେଟ। ଏଇ ସିନାରିରୁ ଆମେ ଏଇଠୁ ଦେଖିବା। ଓକେ। ବୁଝିପାରିଲେ? ଏଠି ପୁରା ଡାଉନ ଅଛି। ହୁଁ ଡାଉନ ହେଇକି ଦେଖ, ଯଦି ଏଇ ଡାଉନ ଟା ଆମେ ଧରିବା, ଏଇ ଡାଉନ ନ ଧରିବା, ଏଇଟା କଣ ଲୋ? ଏଟା लो। ଲୋୟର ହାଇ, ଲୋୟର ହୁଁ ଲୋ, ଲୋୟର ହାଇ, ଲୋୟର ଲୋ, ଲୋୟର ହାଇ, ଲୋୟର ଲୋ, ପୁଣି ଲୋୟର ହାଇ। ଏଇ ଯୋଉ ଲୋୟର ହାଇ ବ୍ରେକ୍ ହେଇକି ପୁଣି କଣ ହେଇଗଲା? ହାୟର ହାଇ। ହାୟର ହେଇଗଲା। ବୁଝିପାରିଲ? ହୁଁ। ପୁଣି ହାୟର ହାଇ ପୁଣି ଚାଲିଲା। ଆମେ ତ ଏଇଠୁ କରିଥିଲେ ନା। ହଁ ହଁ ସେଟ୍ ଏବେ କରିଥିଲେ। ବୁଝିପାରିଲ? ହୁଁ ହୁଁ। ଧର ମନେକର ଏଇଠୁ ଧରିବା। ଏଇଠୁ ମନେକର ଦେଖ, ଏଇଠୁ ମନେକର କଣ, ଏଠି ଲୋୟର ଲୋ, ଲୋୟର ହାଇ, ପୁଣି लो ବ୍ରେକ୍ लो। କଲା। ବ୍ରେକ୍ କରିକି ଲୋୟର ଲୋ, ଲୋୟର ହାଇ, ପୁଣି ହୁଁ ଲୋୟର ଲୋ। ଏବେ ଲୋୟର ହାଇ ବ୍ରେକ୍ ହେଲା, ଏଇ ଲୋୟର ହାଇ ବ୍ରେକ୍ ହେଲା। ବଡି ହୁଁ କ୍ଲୋଜ ହେଇଛି ତା ଉପରେ। ତାହେଲେ ହୁଁ। ଏଇଟା ହେଇଗଲା ହାୟର ହାଇ। ହାୟର ହାୟର ହେଇଗଲା ଏଇଟା ହବ ହାୟର ଲୋ। ହାୟର ଲୋ ହଁ ହେଲା ଯେତେବେଳେ, ଏବେ ହାୟର ଲୋ ବ୍ରେକ୍, ହାୟର ହାଇ ବ୍ରେକ୍ ହେଇନି କି ହାୟର ଲୋ ବ୍ରେକ୍ ହେଇନି। ଠିକ ହେଇନି। ଅଛି, ଯୋଉଠି ହୁଁ। ବ୍ରେକ୍ ହେଲା ଏଇଠି ବ୍ରେକ୍ ହେଲା। ବ୍ରେକ୍ ଏଇଠି ହେଲେ ବ୍ରେକ୍। ଏଇଟା ହେଇଗଲା ଲୋୟର ଲୋ। लो लो। ସେମିତି ଚାଲିବ। ଚାଲିବ। ହୁଁ ବୁଝିପାରିଲ? ହୁଁ ଏମିତି ୱିକଲି ଆମେ ଡେଲି ବି ଦେଖିବା, ଡେଲିର ମାର୍କେଟ ଷ୍ଟ୍ରକ୍ଚର କଣ ଅଛି। ଠିକ ଅଛି, ଡେଲିର ସେମିତି ଦେଖିବ। ଦେଖ ୱିକଲି ଡେଲିର ଦେଖିଦେଲେ ଯୋଉ ମାନେ ଇଏଟା ପ୍ଲଟ୍ କଲେ ସେଥିରେ ଆମେ ଡେଲିରେ ବି ଦେଖିଲେ ଜଣା ପଡିଯିବ। ୱିକଲି ଆମେ ଦେଖିଲେ କଣ, ଏବେ ୱିକଲି ବୁଲିଶ ମାର୍କେଟ ଅଛି। ହୁଁ ଠିକ ଅଛି। ହୁଁ ଡେଲିର ବି ଦେଖିବା। ହୁଁ ଡେଲି ମାର୍କେଟ କଣ? ଡେଲି ମାର୍କେଟ ଧର ଏଠୁ ଦେଖିବା। ଏଠି ଲୋ, ଏଟା ହୁଁ ହାଇ, ଏଟା ହୁଁ। ଲୋ, ପୁଣି ହାଇ, ହାଇ ଏଟା ଲୋ, ପୁଣି ହାଇ। ପୁଣି ହାଇ। ଠିକ ଅଛି। ହୁଁ। ତା ଉପରକୁ ବି ଯାଇଛି। ଠିକ ଅଛି। ପୁଣି ଏଟା ଯୋଉଠି କ୍ଲିନ ଷ୍ଟ୍ରକ୍ଚର ହେଇନି, ତାପରେ କୋଉଠି ହବ କୋଉଠି ହବନି, ସେଟା ଆଗକୁ ମୁଁ ତମକୁ ଜଣେଇବି। ଠିକ ଅଛି। ହୁଁ କୋଉଠି ଧର ମାର୍କେଟ ଷ୍ଟ୍ରକ୍ଚର ହବ, କୋଉଠି ହବନି। ଠିକ ଅଛି। ଏଟା ହୁଁ ହାଇ, ଏଟା କଣ ହେଲା, ଏଇ ହାଇଟାକୁ ଏଇଠି ଲୋ, ଏଇଠି ଲୋ ଥିଲା, ଏଇଠି ବ୍ରେକ୍ ହେଇଗଲା। ବ୍ରେକ୍ ହୁଁ ହେଇଗଲା, ତାହେଲେ ଏଟା ଲୋୟର ଲୋ ହେଇଗଲା। ଠିକ ହୁଁ ଅଛି। ଲୋୟର ଲୋ, ପୁଣି ଲୋୟର ହାଇ, ପୁଣି ଲୋୟର ଲୋ, ପୁଣି ଲୋୟର ହାଇ ବ୍ରେକ୍ ହେଲା। ପୁଣି ହୁଁ। ହାୟର ହାଇ ବନିଲା। ହାୟର ହାୟର ହାଇ, ହାଇ ହାୟର ଲୋ, ପୁଣି ହାୟର ହାୟର ହାଇ। ହାଇ ଠିକ ଅଛି। ହାୟର ହାୟର, ଲୋ। ହାୟର ହାଇ, ହାୟର ଲୋ, ହଁ ହାୟର ହାଇ। ବୁଝିପାରିଲ? ପୁଣି ହଁ। ଲୋ ବ୍ରେକ୍ ହେଇନି, ପୁଣି ତା ଭିତରେ ଆମର ମାର୍କେଟ ଭିତରେ ଯୋଉଟା ଆମର, ଯେମିତି ଏଠି ମୁଁ ଦେଖଉଥିଲି, ଯୋଉଟା ମାର୍କେଟ ଭିତରେ ସେଟାକୁ ଇଣ୍ଟରନାଲ ଷ୍ଟ୍ରକ୍ଚର ବା ମାର୍କେଟ ଷ୍ଟ୍ରକ୍ଚର କୁହନ୍ତି। ହୁଁ ଏକ୍ସାମ୍ପଲ, ମନେକର ଏଇଟା ହଉଛି ହାଇ, ଏଇଟା ଲୋ, ଏଇଟା ହୁଁ ହଉଛି ହାଇ। ଏବେ ହୁଁ ମାର୍କେଟ ଏମିତି ଆସୁଛି। ହୁଁ ଠିକ ଅଛି। ତାହେଲେ ଏବେ ମାର୍କେଟ କଣ, ଏଇଟା ଆମର ହାଇ। ହୁଁ। ଠିକ ଅଛି, ହାୟର ହାଇ। ହାୟର ଏଇଟା ହାଇ। ଯଦି ହାୟର ହାଇ, ଏଇଟା ବ୍ରେକ୍ କରୁଛି, ନେକ୍ସଟ ଏଇଟା ହଉଛି ନେକ୍ସଟ ହାୟର ହାଇ ହଉଛି ଏଇଟା। ନେକ୍ସଟ ହାୟର ହାଇ ବ୍ରେକ୍ କରିଗଲା। ହଉଛି ଆମର ହାୟର ହାଇ, ନେକ୍ସଟ ହାୟର ହାଇ। ଠିକ ଅଛି। ଏଇଟା ଯଦି ଆମର ହାୟର ହାଇ ହେଲା, ହୁଁ। ତାହେଲେ ହାୟର ଲୋ କୋଉଟା ହବ? ତ ତଳଟା ଧର ହବ ଅଲଗା ଇମିଡିଏଟ। ପୃଷ୍ଠା। ହୁଁ। ଏବେ ହାୟର ଲୋ ବ୍ରେକ୍ କରିନି। ଠିକ ଅଛି। ହୁଁ। ଦିଟା ହେଲା ହାୟର ଲୋ। ତାହେଲେ ଏବେ କଣ ହେଇଛି, ଆମର ହାୟର ହାଇ ବ୍ରେକ୍ ହେଇନି କି ହାୟର ଲୋ ବ୍ରେକ୍ ହେଇନି। ହାୟର ଲୋ ତାହେଲେ ବ୍ରେକ୍ ଏଇ କରିନି। ଯୋଉ ଷ୍ଟ୍ରକ୍ଚର ଅଛି, ଏଇ ଷ୍ଟ୍ରକ୍ଚର ଗୁଡା, ଏଇ ସାଇଡ ଷ୍ଟ୍ରକ୍ଚର ୱେଜ୍। ଆମେ କଣ, ଏଟା ସବୁ ଆମର କାକୁ ଆମେ କହିବା, ଏଇ ଯୋଉ ଷ୍ଟ୍ରକ୍ଚର ଗୁଡା ଇଣ୍ଟରନାଲ ଷ୍ଟ୍ରକ୍ଚର ବା ମାର୍କେଟ ଷ୍ଟ୍ରକ୍ଚର ଏଟା କୁହନ୍ତି। ମାନେ
ମାର୍କେଟ ଇଣ୍ଟରନାଲ ଷ୍ଟ୍ରକ୍ଚର ବା ମାର୍କେଟ ଓକେ ଷ୍ଟ୍ରକ୍ଚର, ଓକେ କିନ୍ତୁ ଆମ ମାନେ ଆମେ ଯୋଉ ଟ୍ରେଡିଂ କରୁଛୁ ଆମ ଟ୍ରେଡିଂ ୱେରେ କୁହନ୍ତି ଇଣ୍ଟରନାଲ ଷ୍ଟ୍ରକ୍ଚର ବା ମାର୍କେଟ ଷ୍ଟ୍ରକ୍ଚର। ମାନେ ମାର୍କେଟ କଣ, ଗୋଟେ ଭିତରେ ହାୟର ହାଇ ହାଇ ଲୋ ଭିତରେ ଇଣ୍ଟରନାଲ ଷ୍ଟ୍ରକ୍ଚର ଚାଲିଛି, ଆଉ ମାନେ ନ୍ୟୁ ଷ୍ଟ୍ରକ୍ଚର ଭିତରେ ବନୁନି। ହଁ। ବୁଝିପାଇଲ? ହୁଁ। ହଁ। ନା ସପୋର୍ଟ କୁ ବ୍ରେକ୍ କରୁଛି ନା ରେଜିଷ୍ଟାନ୍ସ କୁ ବ୍ରେକ୍ କରୁଛି। ରେଜିଷ୍ଟାନ୍ସ ବ୍ରେକ୍ କରୁଛି। ଠିକ ଅଛି। ଟଚ୍ ହଁ, ଏଇଟା ହେଲା ଆମର ମାର୍କେଟ ଷ୍ଟ୍ରକ୍ଚର। ଏଇଟା ଆମର ଫାର୍ଷ୍ଟ ଷ୍ଟେପ ୱାନ୍। ଆମକୁ ମାର୍କେଟ ଷ୍ଟ୍ରକ୍ଚର ଫାର୍ଷ୍ଟ ମାର୍କ କରିବା। ତାପରେ ଆମେ ମାର୍କେଟ ଷ୍ଟ୍ରକ୍ଚର ମାର୍କ କଲା ପରେ ତାପରେ ଆମେ ଆଗକୁ ପଢିବା ଏରିଆ ଅଫ ଇଣ୍ଟରେଷ୍ଟ, ତାପରେ ଇଏମଏ, ତାପରେ ଆଗକୁ ଆଗକୁ ପଢିବା ସବୁ। ଠିକ ଅଛି। ଏଇଟା ତମେ ଠିକ୍ ମତେ ଠିକ୍। ଏଇ ମାର୍କେଟ ଷ୍ଟ୍ରକ୍ଚର କାଲି ମାର୍କ କରିକି, ମାନେ ହଁ ଏଇ ଯୋଉ କରେନ୍ସି ଓନ୍ଲି କରେନ୍ସି ପେୟାର ମାର୍କ କରିବ। ମତେ ମାର୍କ ଓକେ କରି କିଛି ମାର୍କ କରିଥିବ। ନେକ୍ସଟ କ୍ଲାସରେ ଆମେ ଦେଖିବା ତମେ କଣ ମାର୍କ କରିଛ। ଠିକ୍ ଠିକ୍ ଅଛି। ଠିକ ଅଛି। ଠିକ୍ ଅଛି। ବୁଝିହେଲା ତ ସବୁ? ଓକେ ହଁ ବିଲକୁଲ ବୁଝିହେଲା। ପୁଣି ଓକେ। ଯେତେବେଳେ ମୁଁ ମାର୍କ କରିବି ପୁଣି ଯଦି କିଛି ଡିଫିକଲ୍ଟିଜ ଆସିଲା ତା ଦେହରେ ଆଉ ସେଇଟା ପୁଣି ଡିସ୍କସନ୍ କରିବା। ଭାବୁଛି କିଛି ଆସିବନି। ଓକେ। ଠିକ ଅଛି। ତେଣୁକରି ଏଇ ମାର୍କେଟ ଷ୍ଟ୍ରକ୍ଚର ଆମେ ଫାଷ୍ଟ ଏବେ, ତା ହଉଛି ଫାର୍ଷ୍ଟ ଷ୍ଟେପ। ଆମେ ମାର୍କେଟ ଟ୍ରେଡ କରିବା ପୂର୍ବରୁ ମାର୍କେଟ ଷ୍ଟ୍ରକ୍ଚର ଜାଣିବା ଦରକାର। ମାର୍କେଟରେ ଏବେ କଣ ଷ୍ଟ୍ରକ୍ଚର ଅଛି, ମାର୍କେଟ ମାର୍କେଟ କୋଉ ଆମ ଟ୍ରେଣ୍ଡରେ ଅଛି। କୋଉଠି ଅଛି। ଏବଂ ଆମେ ସବୁ ମୁଁ ଯୋଉ ଟ୍ରେଡ ସେଟଅପ୍ ସବୁ କରିଛି, ହୁଁ। ଏଇ ମାର୍କେଟ ଷ୍ଟ୍ରକ୍ଚର ଅନୁସାରେ ହିଁ ଟ୍ରେଡ ସେଟଅପ୍ କରିଛି। ଓକେ। ଦେଖା ହଉଛି ଦେଖ ଟ୍ରେଡ ସେଟଅପ୍ ସବୁ କରିଛି। ଠିକ ଅଛି। ଆମର ଏଇଟା ୟୁଏସଟି ସିଏଚ ଅଛି। ଦେଖ ୟୁଏସଟି। ଠିକ ଅଛି। ମାର୍କେଟ ଏଇଠି ଦେଖ, ଡେଲି ହାୟର ଲୋ, ଡେଲି ହାୟର ହାଇ ଏଇଠି ଅଛି। ହୁଁ ବୁଝିପାରୁଛ? ହୁଁ ଏସବୁ ତମକୁ ଆଗକୁ ଏମିତି ବି ମାର୍କ କରିବାକୁ ପଡିବ। ମାର୍କ କଲା ପରେ ଟ୍ରେଡ ତାପରେ କେମିତି ନବ, ତାପରେ ଆମେ ଆଗକୁ ପଢିବା। ବିଲକୁଲ। ଠିକ ଅଛି। ୱିକଲି ଲୋୟର लो, ୱିକଲି ଲୋୟର ହାଇ, ଡେଲି 4 ଆୱାର, ଏସବୁ ତମକୁ ମାର୍କ କରିବାକୁ ପଡିବ ସବୁବେଳେ। ହୁଁ ଠିକ ଅଛି। ଦେଖୁଛ ତ ସବୁ ମୁଁ ମାର୍କ କରିଛି। ହୁଁ ହୁଁ ହୁଁ। ବୋଲି ତମେ ଏଇଟା ପ୍ରାକ୍ଟିସ କରିବ। ପ୍ରାକ୍ଟିସ କରିକି ଆଜି ମତେ ନେକ୍ସଟ ଟାଇମ ଯୋଉ କ୍ଲାସ କରିବା ସେ କ୍ଲାସରେ ତମେ ମାର୍କେଟ ଷ୍ଟ୍ରକ୍ଚର ଟା ପ୍ରାକ୍ଟିସ କରିଦିଅ। ନେକ୍ସଟ ଆମେ ଏରିଆ ଅଫ ଇଣ୍ଟରେଷ୍ଟ ବିଷୟରେ ପଢିବା। ଠିକ ଅଛି। ମାର୍କେଟ ଷ୍ଟ୍ରକ୍ଚର ଓକେ।